ଆଜିର ଚାଳିଶଟି ଅନୁଚିନ୍ତା ଯାହା ଆପଣଙ୍କ ଜୀବନକୁ ବଦଳେଇ ଦବ। ଏକ ଭଲ ବିଷୟଟିଏ ପଢୁଥିବା ବେଳେ ଧୈର୍ଯ୍ୟ ହରାଇବା ହେଉଛି ଗୋଟିଏ ମାନସିକ ରୋଗ। 2 ଦୁନିଆରେ ଚାରିପଟୁ ପ୍ରଶଂସା ମିଳିପାରେ, କିନ୍ତୁ ମା ବାପାଙ୍କ ଭଳି ଆଶୀର୍ବାଦ କେଉଁଠାରୁ ମଧ୍ୟ ମିଳିପାରିବ ନାହିଁ। 3 ଯେତେ ଥର କୁକୁର ଭୁକିବ ସେତେଥର ଯଦି ତୁମେ ଅଟକିବ, ତୁମର ଯାତ୍ରାପଥ ଶେଷ ହେବ ନାହିଁ। 4 ଗଛଟିଏ ମରିଗଲା ପରେ ଯେତେ ପାଣି ଦେଲେ ମଧ୍ୟ ସେ ବଞ୍ଚିନଥାଏ, ସେମିତି ସମ୍ପର୍କଟିରୁ ଆନ୍ତରିକତା ସରିଗଲା ପରେ ଯେତେ ଭଲ ପାଇବା ଦେଲେ ସେ ଭଲ ପାଇବାର କୌଣସି ମୂଲ୍ୟ ନଥାଏ। 5 ଜୀବନ୍ତ ଲୋକର ଶ୍ମଶାନ ହେଉଛି ଆଳସ୍ୟ। 6 ପତ୍ର ଝଡ଼ିବା ଆଗରୁ ଯେମିତି ପତ୍ରର ରଙ୍ଗ ବଦଳିଯାଏ, ଠିକ୍ ସେହିପରି ମଣିଷ ବଦଳିବା ଆଗରୁ ତାର କଥା ବାର୍ତ୍ତାର ଶୈଳୀ ବଦଳିଯାଏ। 7 କାହାରି ଅନୁଗ୍ରହ ପ୍ରାର୍ଥୀ ହେବା ଅର୍ଥ ନିଜର ସ୍ୱାଧୀନତା ବିକିଦେବା। 8 କୌଣସି ବ୍ୟକ୍ତି ଯେତେ ସଫାସୁତୁରା ବସ୍ତ୍ର ପରିଧାନ କରିଥାଉନା କାହିଁକି ଯଦି ତାଙ୍କ ମନରେ ଶାନ୍ତି ନଥାଏ, ତାହେଲେ ତାଙ୍କ ମୁଖରୁ ଏହା ବାରି ହୋଇଯାଏ। ସେହିପରି ଜଣେ ବ୍ୟକ୍ତି ଯେତେ ବି ବଡ଼ ପୂଜା ସଂକୀର୍ତ୍ତନର ଆୟୋଜନ କରିଥାଉ ନା କାହିଁକି ଯଦି ମନରେ ପବିତ୍ରତା ଭାବ ନଥିଏ, ତାହେଲେ ତାଙ୍କର ହାବଭାବରୁ ତାହା ଜଣାପଡ଼ିଯାଇଥାଏ। 9 ପ୍ରକୃତ ଧାର୍ମିକ ହେବା କେବଳ ଲୋକ ଦେଖାଣିଆ। ତେଣୁକରି ତ କୁହାଯାଏ ଯେ ସର୍ବଦା ବିପଦରେ ପଡ଼ିଥିବା ଲୋକକୁ ସାହାଯ୍ୟ କରିବା ଏବଂ ପରୋପକାର କରିବା ହିଁ ହେଉଛି ପ୍ରକୃତ ଈଶ୍ୱରଙ୍କ ସେବା। 10 ପ୍ରତିକୂଳ ପରିବେଶ ଓ ଖାଲି ପକେଟ ଯେଉଁ ଶିକ୍ଷା ଦେଇଥାଏ, ଆଉ କୋଉ ବିଶ୍ୱବିଦ୍ୟାଳୟରେ ବି ଏମିତି ଶିକ୍ଷା ଦେଇ ପାରିବନି। ଦୁନିଆରେ ସେହି ବ୍ୟକ୍ତି ହିଁ ସଫଳ ହୋଇପାରିଛି ଯିଏ ଲାଜ ଓ ଭୟ ତ୍ୟାଗ କରି କଠିନ ପରିଶ୍ରମ କରିଛି। 11 ତେଣୁକରି ଆପଣ ସଦା ସର୍ବଦା ନିଜ ଉପରେ ଭରସା, ସମୟକୁ ଅପେକ୍ଷା ଏବଂ ପରିଶ୍ରମ କରିଚାଲନ୍ତୁ, ଦେଖିବେ ସଫଳତା ପାଇବାରେ କେହି ବି ଆପଣଙ୍କୁ ଅଟକାଇ ପାରିବେ ନାହିଁ। 12 ପ୍ରତ୍ୟେକ ଅବସ୍ଥାରେ ସତ କୁହ, ଅଳ୍ପ କୁହ ଓ ମଧୁର ବଚନ କୁହ। 13 ଏହା ହିଁ ବାସ୍ତବିକ, ଯିଏ ଚାହେଁ ସିଏ ପାଏ ନାହିଁ, ଆଉ ଯିଏ ପାଏ ସେ ତାହାର ମୂଲ୍ୟ ବୁଝେ ନାହିଁ। 14 ସଫଳତାର ଅନ୍ୟ ନାମ ସଂଘର୍ଷ, ବିଫଳତାର ଅନ୍ୟ ନାମ ଆଳସ୍ୟ। ସଂଘର୍ଷ ନିଶ୍ଚୟ ଭାବରେ ମଣିଷକୁ କଷ୍ଟ ଦିଏ, କିନ୍ତୁ ନିଶ୍ଚୟ ଭାବରେ ମଣିଷକୁ ଭିତରୁ ମଜବୁତ କରି ଗଢ଼ି ତୋଳିଥାଏ। 15 ଯାହା ସବୁ ତୁମେ ଦେଇଦିଅ ସେ ସବୁ ତୁମର, ଯାହା ସବୁ ରଖ ସେ ସବୁ ତୁମର ନୁହେଁ। 16 ଜୀବନ ହେଉଛି ମୃତ୍ୟୁ ପାଖରୁ ଧାର କରି ଆଣିଥିବା କିଛି ସମୟ ମାତ୍ର। 17 ଭଗବାନଙ୍କୁ ବାଦ ଦେଲେ ତୁମେ ଯଦି ପୂଜା କରିବ ସେ ହେଉଛି ସମୟ। 18 ଅଧ୍ୟବସାୟ ହିଁ ସୌଭାଗ୍ୟର ଜନକ। 19 ଭଗବାନଙ୍କ ଉପରେ ବିଶ୍ୱାସ ରଖ କିନ୍ତୁ ନିଜ ଉଦ୍ୟମରେ ହେଳା କର ନାହିଁ। 20 ଆପଣ ସର୍ବଦା ନିଜର ଶକ୍ତି ସହିତ ଲଢ଼ନ୍ତୁ, ଅନ୍ୟର ଦୁର୍ବଳତା ସହିତ ନୁହଁ, କାରଣ ପ୍ରକୃତ ସଫଳତା ତ ନିଜ ପ୍ରୟାସରେ ହିଁ ମିଳିଥାଏ, ଅନ୍ୟର ହାରିବାରେ ନୁହଁ। 21 ଆପଣ ଯେଉଁଦିନ ନିଜ ହସର ମାଲିକ ନିଜେ ହେଇଯିବେ, ସେହିଦିନ ଠାରୁ ଆପଣଙ୍କୁ ଏ ସଂସାରରେ କେହି କନ୍ଦେଇ ପାରିବେ ନାହିଁ, ଏହା ନିଶ୍ଚିତ ମନେ ରଖନ୍ତୁ। 22 ଏହା ନିଶ୍ଚୟ ମନେ ରଖନ୍ତୁ ଯେ ଆପଣଙ୍କ ଅତୀତ ହେଉଛି ଆପଣଙ୍କର ଶିକ୍ଷା, ବର୍ତ୍ତମାନ ହେଉଭି ଏକ ସୁନ୍ଦର ଉପହାର, ଆଉ ଭବିଷ୍ୟତ ହେଉଛି ଜୀବନର ଏକ ପ୍ରେରଣା। ସେହି ଭବିଷ୍ୟତ ଜୀବନକୁ ଆଖି ଆଗରେ ରଖି ସ୍ୱପ୍ନ ଦେଖନ୍ତୁ, ଆଉ ଅତୀତକୁ ଭୁଲି ବର୍ତ୍ତମାନ ସମୟକୁ ଠିକ୍ ଭାବରେ ବ୍ୟବହାର କରନ୍ତୁ। 23 ମିଛ ବି କେତେ ବିଚିତ୍ର ଶବ୍ଦ ନା, ନିଜେ କହିଲେ କିଛି ବି ଫରକ ପଡ଼େ ନାହିଁ, କିନ୍ତୁ ଅନ୍ୟଠାରୁ ଶୁଣିଲେ ନିଜକୁ ବହୁତ ରାଗ ଲାଗେ। କେହି ଦେଖନ୍ତି ନାହିଁ ଆପଣଙ୍କ ଲୁହକୁ, ଆଉ କେହି ଅନୁଭବ ବି କରନ୍ତି ନାହିଁ ଆପଣଙ୍କ କଷ୍ଟକୁ, କିନ୍ତୁ ଏ ଦୁନିଆରେ ସମସ୍ତେ ଦେଖନ୍ତି କେବଳ ଆପଣଙ୍କ ଭୁଲଟିକୁ। 24 ଦୁନିଆରେ ଆପଣଙ୍କ ନାମ ସହିତ ଅନେକ ଲୋକଙ୍କର ନାମ ମିଶିଯାଇପାରେ, କିନ୍ତୁ ଆପଣଙ୍କ ବ୍ୟବହାର ଓ ଚରିତ୍ର କାହା ସହିତ ସମାନ ହୁଏ ନାହିଁ। ସେଥିପାଇଁ ନିଜ କର୍ମ ଉପରେ ବିଶ୍ୱାସ ରଖ, ଆଉ କିଛି ଏମିତି କରି ଦେଖାଅ ଯେମିତି ଆପଣଙ୍କୁ ଦେଖିବାକୁ ଲୋକ ଝୁରିବେ। 25 ଯଦି କିଏ ଆପଣଙ୍କ ବିନା ଖୁସିରେ ଅଛି, ତେବେ ତାକୁ ଖୁସିରେ ରହିବାକୁ ଦିଅନ୍ତୁ, ନଚେତ୍ ଏହାଠୁ ଅଧିକ ସମ୍ପର୍କ ଯୋଡ଼ିବାକୁ ଯାଇ ନିଜର ସମ୍ମାନ ହରାନ୍ତୁ ନାହିଁ। 26 ମଣିଷ ନିଜେ ଭୁଲ କରେ, ଆଉ ଅନ୍ୟ ଉପରକୁ ଦୋଷ ଠେଲି ଦିଏ,
ଏମିତି ଅଭିନୟ କରେ ଯେମିତି କିଛି ଜାଣିନି। କଳଙ୍କ ନଥାଇ କଳଙ୍କ ଲଗେଇ ଦିଏ। ଏ କଳଙ୍କର ଛିଟା ଅନ୍ୟ ଉପରକୁ ପକାଇବା ମଣିଷର ଅଭ୍ୟାସ। ମଣିଷ ଦେଖିବାକୁ ସୁନ୍ଦର କିନ୍ତୁ ତାର ବହୁତ ରୂପ। 27 ଜୀବନର ପ୍ରତି ମୁହୂର୍ତ୍ତରେ ଆମେ ଅଜାଣତରେ କିଛି ନା କିଛି ପରୀକ୍ଷା ଦେଇ ଚାଲିଛୁ। ଯାହାର ପରୀକ୍ଷକ ଭଗବାନ। ଆମର ଖୁସି ହେଉଛି ଆମର ସଫଳତା। ଆମର ଦୁଃଖ କଷ୍ଟ ହେଉଛି ଆମର ବିଫଳତା। ଆମେ ପାଉଥିବା ସଫଳତା ଓ ବିଫଳତାର ପରିମାଣ ନିଶ୍ଚୟ ଆମ କର୍ମ ଉପରେ ହିଁ ନିର୍ଭର କରେ। 28 ଯେଉଁ କାମଟି ତୁମେ କରିପାରିବ ବା କରିପାରିବ ବୋଲି କଳ୍ପନା କରିପାରୁଛ, ତାହା ଆରମ୍ଭ କରିଦିଅନ୍ତୁ। ସାହସ ଭିତରେ ପ୍ରତିଭା, ଶକ୍ତି ଆଉ ଚମତ୍କାରିତା ଛପି ରହିଥାଏ। ତେଣୁ ସାହସ ବାନ୍ଧି କାମରେ ଲାଗିଯାଅ। ମନରେ ବେଗ ଆସିଯିବ, କାମଟି ଆରମ୍ଭ କରିଦିଅନ୍ତୁ। ତାହା ନିଶ୍ଚୟ ସଫଳ କିମ୍ବା ସମାପ୍ତ ହେବ। 29 ଥରେ ନିଜର ଅନ୍ତରାତ୍ମା ପ୍ରତି ଦୃଷ୍ଟି ଦିଅନ୍ତୁ। ଦେଖିବେ ତତ୍କ୍ଷଣାତ୍ ସବୁ କଥାର ଅର୍ଥ ବୁଝି ହୋଇଯିବ। 30 ସବୁ ଭୁଲ କଷ୍ଟ ଦିଏ, ଆଉ ସବୁ କଷ୍ଟ ଗୋଟେ ଶିକ୍ଷା ଦିଏ, ଆଉ ସେହି ସବୁ ଶିକ୍ଷା ଆମ ଜୀବନକୁ ବଦଳେଇ ଦିଏ। 31 ସମ୍ପର୍କ ଆଉ ଗଛ ଦୁଇଟି ଯାକ ଏକାପରି ଲଗେଇ କରି ଯଦି ଭୁଲିଯାଅ ଦୁଇଟି ଯାକ ମଉଳି ଯାଇଥାଏ। 32 ସକ୍ଷମ ଲୋକ ନାହିଁ କାହା ତଳେ ପଡ଼ନ୍ତି ନା କାହାକୁ ତଳେ ପକାଇବାକୁ ଚେଷ୍ଟା କରନ୍ତି। ମୁହଁରେ ଜବାବ ଦେବା ତାଙ୍କୁ ବି ଜଣା ହେଲେ କାଦୁଅରେ ପଥର ଫିଙ୍ଗି କି ଲାଭ ଭାବି ଚୁପ୍ ରହିଯାଆନ୍ତି। 33 ଲୋଭ ମଣିଷକୁ ବହୁତ ତଳକୁ ନେଇଯାଏ, ଆଉ ଅଭାବ ମଣିଷକୁ ବହୁତ କିଛି ଶିଖାଇଦିଏ। 34 ଯିଏ ସବୁବେଳେ କହୁଥାଏ ମୋ ପାଖରେ ସମୟ ନାହିଁ, ବାସ୍ତବରେ ସେ ବ୍ୟସ୍ତ ନୁହେଁ, ଅସ୍ତବ୍ୟସ୍ତ ଅଟେ। ଦୂରେଇ ଯିବାର ସୁନ୍ଦର ବାହାନା ହେଉଛି ବ୍ୟସ୍ତତା ବୋଲି କହିବା। 35 ସତରେ ଏ ସମୟ ବଡ଼ ଅଜବ, କାହାକୁ ବି ଅପେକ୍ଷା କରେନା, ନା କାହାକୁ ଖାତିର। ସମୁଦ୍ରର ଢେଉ ଭଳି ନିଜ ଇଚ୍ଛାରେ ଚାଲେ। କେତେବେଳେ ଆଣିଦିଏ ଖୁସି ଆଉ କେତେବେଳେ ଦୁଃଖର ପାହାଡ଼। ତଥାପି ଜୀବନର ଅନ୍ୟ ନାମ ଦୁଃଖ ଆଉ ସୁଖ, ତେଣୁ ଦୁହିଁଙ୍କ ସାଥେ ଚାଲିବାକୁ ହେବ। 36 ଜୀବନ ଆରମ୍ଭ ହୁଏ ଝରୁ ସକାଳ ସମୟ, ଶ୍ରଦ୍ଧା ଏହାପରେ हरू ସାଙ୍ଗ, ସମ୍ପର୍କ ତାପରେ हरू ସ୍ୱାମୀ, ସ୍ତ୍ରୀ, ଶାଶୁ, ଶ୍ୱଶୁର, ଶଳା, ଶାଳୀ, ଆଉ ଜୀବନ ଶେଷ ହୁଏ ସେହି ସରେ ଶ୍ମଶାନରେ। 37 ଜୀବନର ସତ୍ୟ ଆପଣ କେବଳ ସେହିମାନଙ୍କ ଉପରେ ଭରସା କରନ୍ତୁ ଯିଏ ଆପଣଙ୍କ ଭିତରେ ଲୁଚି ରହିଥିବା ପଛରେ ଥିବା ଦୁଃଖ, ରାଗ ପଛରେ ଥିବା ଭଲ ପାଇବା, ଆଉ ନୀରବ ରହିବା ପଛରେ ଲୁଚି ରହିଥିବା କାରଣ। 38 ଶୀତ ସକାଳର କୁହୁଡ଼ି ବି ଆମକୁ ଏକ ନୂତନ ଶିକ୍ଷା ଦେଇଥାଏ। ରାସ୍ତା ଯେତିକି ପର୍ଯ୍ୟନ୍ତ ଦେଖାଯାଉଛି କିଛି ଚିନ୍ତା ନକରି ସେତିକି ପର୍ଯ୍ୟନ୍ତ ଯାଆନ୍ତୁ, ଦେଖିବେ ସେଇଠି ପହଞ୍ଚିବା ପରେ ରାସ୍ତା ଆପେ ଆପେ ଦେଖାଯିବ। 39 ସବୁ ଖୁସିକୁ ଖୁସି ଭାବନ୍ତୁ ନାହିଁ, ଆଉ ସବୁ ଦୁଃଖକୁ ଦୁଃଖ ମଧ୍ୟ ଭାବନ୍ତୁ ନାହିଁ। ଯଦି ଏ ଦୁନିଆରେ ବଞ୍ଚିବାର ଅଛି, ତେବେ ନିଜକୁ କେବେହେଲେ କାହାଠାରୁ କମ୍ ଭାବନ୍ତୁ ନାହିଁ। 40 ଅକ୍ଲାନ୍ତ ପରିଶ୍ରମ ବୃଥା ହୋଇଯାଏ ଯଦି ପରିଶ୍ରମଟି ସଠିକ୍ ଦିଗରେ କରାନଯାଏ, ଆଉ ଯଦି ଦିଗ ଠିକ୍ ହୋଇଥାଏ ତାହେଲେ ଅକ୍ଲାନ୍ତ ପରିଶ୍ରମର ଆବଶ୍ୟକତା ମଧ୍ୟ ବେଳେବେଳେ ପଡ଼ିନଥାଏ। ଯଦି ଆମ ଭିଡିଓ ଆପଣମାନଙ୍କୁ ଭଲ ଲାଗୁଥାଏ ତାହେଲେ ଗୋଟେ ଲାଇକ୍ କରନ୍ତୁ, ଗୋଟେ ସେୟାର କରନ୍ତୁ, ଆଉ ଗୋଟେ ସବସ୍କ୍ରାଇବ କରି ପାଖରେ ଥିବା ବେଲ ଆଇକନକୁ କ୍ଲିକ୍ କରି ଅଲ୍ ନୋଟିଫିକେସନରେ କ୍ଲିକ୍ କରନ୍ତୁ, ଯାହା ଫଳରେ ଆମେ ଯୋଉ ଭିଡିଓ ଅପଲୋଡ କରିବୁ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିପାରିବ। ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ।